ଇସଲାମୀୟ କ୍ୟାଲେଣ୍ଡରର ନବମ ମାସ ପବିତ୍ର ରମଜାନ ମାସରେ ଏକ ମାସ ନିର୍ଜଳ କାଷ୍ଠା ଉପବାସ ବ୍ରତ ପାଳନ ତଥା ମାସେ ଧରି ନିଷ୍ଠାର ସହ ରାତିରେ ତରାବୀ ନମାଜ ପାଠ କରି ସର୍ବଶକ୍ତିମାନ ଆଲ୍ଲାହଙ୍କୁ ରାଜି କରିବା ପରେ ଇସଲାମୀୟ କ୍ୟାଲେଣ୍ଡରର 10 ମାସ ସୱାଲ 1 ତାରିଖକୁ ଇଦ୍ କୁହାଯାଏ। ପବିତ୍ର ରମଜାନ ମାସର ଶେଷ ଓ ସୱାଲ ମାସର ଆରମ୍ଭ ହେଉଛି ଇଦ୍ ପର୍ବ। ଏହା ହେଉଛି ଏପରି ଏକ ପର୍ବ ଯେଉଁଥିରେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଏକତା ଦେଖିବାକୁ ମିଳେ। ସମସ୍ତେ ଏକାଠି ହୋଇ 2 ରକାତ ନମାଜ ପାଠ କରନ୍ତି। ଏହା ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃତ୍ୱର ବନ୍ଧକୁ ଦୃଢ଼ କରିଥାଏ। ଏଠି ଧନୀ ଦରିଦ୍ର ତଥା ଉଚ୍ଚ ନିଚ୍ଚର କୌଣସି ଭେଦଭାବ ନଥାଏ। ସର୍ବଶକ୍ତିମାନ ଆଲ୍ଲାହଙ୍କ ନିକଟରେ ସମସ୍ତେ ସମାନ। ଏହି ପର୍ବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମାଲିକେ ନିସାର ବା ଥିଲାବାଲାଙ୍କୁ ଦାନ ବା ଜକାତ ଦେବା ପାଇଁ ଉତ୍ସାହିତ କରିଥାଏ। ଏହି ଦାନ ନିଜ କୁଟୁମ୍ବ ବା ଅଞ୍ଚଳରେ ଥିବା ଗରିବ ମୁସଲମାନମାନଙ୍କୁ ଦେଇ ତାଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ କରିବା ଏହି ପର୍ବର ମୂଳ ଲକ୍ଷ୍ୟ। ଇଦ୍ ଭଳି ଏକ ଖୁସିର ଦିନରେ ଗରିବଙ୍କ ମୁହଁରେ ହସ ଫୁଟାଇ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଓ ସେଥିପାଇଁ ଏହାକୁ ଜକାତୁଲ ଫିତ୍ର ମଧ୍ୟ କୁହାଯାଏ। ପବିତ୍ର କୋରାନର ସୂରେ ମୁଜମ୍ମିଲର ଆୟତ ନମ୍ବର 20ରେ ଉଲ୍ଲେଖ ଅଛି, فتاب عليكم فقرؤوا ما تيسر من القرآن علم أن سيكون منكم مرضى وآخرون يضربون في الأرض يبتغون من فضل الله وآخرون يقاتلون في سبيل الله فاقرؤوا ما تيسر منه وأقيموا الصلاة وآتوا الزكاة وأقرضوا الله قرضا حسنا وما تقدموا لأنفسكم من خير تجدوه عند الله هو خيرا وأعظم أجرا واستغفروا الله إن الله غفور رحيم। ଯେତିକି କୁରାନ ସହଜରେ ପଢ଼ିପାରୁଛ ପଢ଼, ଆଉ ନିୟମିତ ନମାଜ ସମ୍ପାଦନ କର, ଜକାତ ଦିଅ ଓ ଆଲ୍ଲାହଙ୍କୁ ଭଲ ମନରେ ଋଣ ଦେଉଥାଅ। ତୁମେମାନେ ନିଜ ପାଇଁ ଯେଉଁ ପୁଣ୍ୟ ଅର୍ଜନ କରି ପଠାଇବ ଆଲ୍ଲାହଙ୍କ ନିକଟରୁ ତାହା ଖୁବ୍ ଭଲ ଫଳ ବହୁ ଗୁଣରେ ପାଇବ। ଆଲ୍ଲାହଙ୍କଠାରେ କ୍ଷମା ପ୍ରାର୍ଥନା କରୁଥାଅ। ଆଲ୍ଲାହ ଅତ୍ୟନ୍ତ କ୍ଷମାଶୀଳ ଓ ପରମ ଦୟାଳୁ। ପବିତ୍ର କୋରାନରେ ଯଦିଓ ଇଦ୍ ଉଲ୍ ଫିତର ବିଷୟରେ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରାଯାଇ ନାହିଁ, ଏହି ପର୍ବଟିର ପ୍ରଚଳନ ହୋଇଛି ପବିତ୍ର କୋରାନର ଧରାବତରଣ ପରେ, ଅର୍ଥାତ୍ ମହାପୁରୁଷ ହଜରତ ମୁହମ୍ମଦ ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମ ମକ୍କାରୁ ମଦିନାକୁ ହିଜରତ କଲା ପରେ ମଦିନା ଶରୀଫରେ ଏହି ଇଦ୍ ଉଲ୍ ଫିତରକୁ ପ୍ରଚଳନ କରିଥିଲେ। ମାସକ ଉପବାସ ବ୍ରତ ପରେ ଏହା ଗୋଟିଏ ଦିନ ହେଉଛି ବ୍ରତଧାରୀମାନଙ୍କ ପାଇଁ ଖୁସିର ଉପହାର। ଏହି ଖୁସିର ଉପହାର ଜକାତ ବିନା ସମ୍ପୂର୍ଣ୍ଣ ହୋଇନଥାଏ। ମାସକର ଓଷା ତରାବୀ ନମାଜ ସବୁକିଛି ତ୍ରିଶଙ୍କୁ ହୋଇଯାଏ। ତାହା ସର୍ବଶକ୍ତିମାନ ଆଲ୍ଲାହଙ୍କ ଦ୍ୱାରା ଗ୍ରହଣୀୟ ହୋଇନଥାଏ। ତେଣୁ ଦାନ ବା ଜକାତ ଇସଲାମର ଗୋଟିଏ ଖମ୍ବ ଅଟେ। ସେଥିପାଇଁ ପବିତ୍ର କୋରାନର ସୂରେ ଇମ୍ରାନର ଆୟତ ନମ୍ବର 92ରେ ବର୍ଣ୍ଣିତ ଅଛି, لن تنالوا البر حتى تنفقوا مما تحبون وما تنفقوا من شيء فإن الله به عليم। ଯେ ପର୍ଯ୍ୟନ୍ତ ତୁମ୍ଭେମାନେ ନିଜର ପ୍ରିୟ ବସ୍ତୁଗୁଡ଼ିକୁ ଆଲ୍ଲାହଙ୍କ ମାର୍ଗରେ ଖର୍ଚ୍ଚ ନ କରିଛ ତୁମେମାନେ କଦାପି ପୁଣ୍ୟ ଲାଭ କରିପାରିବ ନାହିଁ। ତୁମେମାନେ ଯାହା ଖର୍ଚ୍ଚ କରିବ ଆଲ୍ଲାହ ଜାଣନ୍ତି। ଇସଲାମରେ ପବିତ୍ର ରମଜାନ ମାସରେ 30ଟି ଓଷା ରଖିଲା ପରେ ଚନ୍ଦ୍ର ଦର୍ଶନ କରିବା ଏକ ବିଧି ରହିଛି। ରମଜାନ ମାସର ଶେଷ ଦିନରେ ଚନ୍ଦ୍ର ଦର୍ଶନ ହୋଇଥାଏ। ତାହାକୁ ଚାନ୍ଦ୍ରାତ କୁହାଯାଏ। ଚାନ୍ଦ୍ରାତର ଅର୍ଥ ସୱାଲ ମାସର 1 ତାରିଖ ଅର୍ଥାତ୍ ଇଦ୍। ଇଦ୍ ଦିନ ସକାଳୁ ସ୍ନାନ କରି ନୂଆ ଲୁଗା କିମ୍ବା ସଫା ଲୁଗା ପିନ୍ଧି ଖଜୁରୀ କୋଳି କିମ୍ବା କିଛି ମିଠା ଖାଇ ମୁସଲମାନ ଶ୍ରଦ୍ଧାଳୁମାନେ ନିକଟସ୍ଥ ଇଦଗାହ କିମ୍ବା ମସଜିଦକୁ ନମାଜ ପାଠ ଉଦ୍ଦେଶ୍ୟରେ ଚାଲି କରି ଯିବାର ବିଧେୟ ରହିଛି। ବାଟରେ ଗଲାବେଳେ ଉଚ୍ଚ ସ୍ୱରରେ ତକବୀର ପାଠ କରି ଯିବାର ମଧ୍ୟ ବିଧି ରହିଛି। ଏକ ହଦିସରୁ ଜଣାପଡ଼େ ଇଦଗାହକୁ ନମାଜ ପଢ଼ିଯିବା ବାଟରେ ଦେବଦୂତମାନେ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବା ପାଇଁ ବାଟରେ ଠିଆ ହୋଇଥାନ୍ତି।
ନମାଜ ପାଠ ପରେ ଇଦ୍ ମିଳନ ଅନୁଷ୍ଠିତ ହୋଇଥାଏ।